ଶ୍ରୀମଦ୍ଭାଗବତ। ଓଂ ନମୋ ଭଗବତେ ବାସୁଦେବାୟ। ସୁତ କହନ୍ତି ଅନୁରାଗେ ହରସେ ମୁନିଙ୍କର ଆଗେ। ସୁତ ଉବାଚ ଶୁଣ ସକଳ ମୁନିଜନେ, ହରିଚରିତ ସାବଧାନେ। ବ୍ୟାସ ସମୀପେ ଦେବ ଋଷି, ସୁଖ ଆସନେ ଦୃଢ଼େ ବସି। କୁଶଳ ବାର୍ତ୍ତା ପୁଛେ ତୋଷେ, ନିଜାତ ଗୋବିନ୍ଦର ଅଂଶେ। ହରସେ ବୀଣା କରେ ନେଇ, କହନ୍ତି ବ୍ୟାସ ମୁଖ ଚାହିଁ। ନାରଦ ଉବାଚ ହେ ପରାଶର ଋଷି ସୁତ, ତୁମ୍ଭେ ସ୍ୱଭାବେ ଭାଗବତ। କିମ୍ପା ଚାଞ୍ଚଲ୍ୟ ତୁମ୍ଭ ମନେ, ଦେଖି ଜାଣିଲୁ ଆମ୍ଭେ ଧ୍ୟାନେ। ସକଳ ବେଦ ଶିଷ୍ୟ ଦେଇ, ପୁରାଣେ ଭାରତ ଭିଆଇ। ସଂସାରେ ଇଷ୍ଟ ଧର୍ମ ଯେତେ, ସର୍ବସମ୍ପନ୍ନ ତୁମ୍ଭ ଚିତେ। ଭଲେ ଜାଣିଲି ମୁହିଁ ଏହା, ତୁମ୍ଭେ ସ୍ୱଭାବେ ପୁଣ୍ୟ ଦେହା। ବେଦ ବିଚାରି ବ୍ରହ୍ମ ଚିନ୍ତି, ଚିତ ନୋହିଲା ତୁମ୍ଭ ଶାନ୍ତି। ନାରଦ ବାକ୍ୟ ଶୁଣି କର୍ଣ୍ଣେ, ବ୍ୟାସ କହନ୍ତି ସାବଧାନେ। ବ୍ୟାସ ଉବାଚ ତୁମ୍ଭେ କହିଲ ମୁନି ଯେତେ, ମୋର ଅଭ୍ୟାସ ବହୁମତେ। ବେଦ ପୁରାଣ ଅର୍ଥ ଯେତେ, ମୁଇଁ ସର୍ବ ସମ୍ପାଦିଲି ଚିତେ। ତଥାପି ଆତ୍ମା ଦୋଷ ନୁହେଁ, ମନ ନ ରହେ ସ୍ଥିର ଦେହେ। ତୁମ୍ଭେ ଯେ ବ୍ରହ୍ମାଙ୍କ ନନ୍ଦନ, ଭଲେ ଜାଣିଲ ମୋର ମନ। ଏ ମନ ସ୍ଥିର କରିପାରେ, ଗୋବିନ୍ଦ ବିନା କେବା ପାରେ। ସକଳ ଶାସ୍ତ୍ର ତହୁଁ ସାର, ତାର ମହିମା ଅଗୋଚର। ତାର ଭକତି ଯେଣୁ ନାହିଁ, ଏଣୁ ମୋ ଚିତ ସ୍ଥିର କାହିଁ। ତୁମ୍ଭେ ସକଳ ତତ୍ତ୍ୱ ଜାଣ, ବିଷ୍ଣୁ ମହିମା ପରମାଣ। ସେ ସର୍ବଜୀବଙ୍କ ଈଶ୍ୱର, ଯାର ମାୟାରେ ଏ ସଂସାର। ସେ ମାୟା ତାକୁ ନ ଲାଗଇ, ନିତ୍ୟ ସେ ନିଜ ସୁଖେ ଥାଇ। ଏ ତିନି ଲୋକେ ତୁମ୍ଭ ଦେହ, ନିରତେ ଭ୍ରମେର ବିପ୍ରାୟ। ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ, ଯେ ସନେ ସମୀର ସଞ୍ଚରେ। ଆତ୍ମା ଯେ ସନେ ସାକ୍ଷୀ ରୂପେ, ନିତ୍ୟ ବିହର ନିଜ ସୁଖେ। ପର ଅପର ବ୍ରହ୍ମ ଜଳେ, ମୋହର ସ୍ନାନ ସୁନିଶ୍ଚଳେ। ସେ ଜଳ ଶୀତ ଉଷ୍ମ ଭାବ, ନିତ୍ୟ କରଇ ଅନୁଭବ। ତଥାପି ନ୍ୟୁନ ଭାବ ଘୋର, ମନ ପ୍ରସନ୍ନ ନୋହେ ମୋର। ତାଙ୍କ ମହିମା ପରିମାଣି, ତୁମ୍ଭଙ୍କୁ ଅନ୍ୟ କେବା ଜାଣି। କହ ଆନନ୍ଦେ ମୁନିବର, ଯେମନ୍ତେ ମନ ହେବ ସ୍ଥିର। ନାରଦ ଉବାଚ ଓ ମୁନି ସତ୍ୟ ଏ ବଚନ, ତେଣୁ ସନ୍ତୋଷ ନୋହେ ମନ। କୃଷ୍ଣ ନିର୍ମଳ ଯଶ ଗୁଣ, ଯେଣୁ ନ କଲ ଉଚ୍ଚାରଣ। ଯେ ଧର୍ମେ କୃଷ୍ଣ ତୁଷ ନୋହି, ସେ ଧର୍ମ ନ୍ୟୁନ ଅଟଇ। ଧର୍ମ ସମ୍ପଦ କାମ ଅର୍ଥେ, ଯେତେ କହିଲ ବେଦ ପଥେ। ଯେବେ ଗୋବିନ୍ଦ ଗୁଣ ଗ୍ରାମ, ଅଭ୍ୟାସେ ଥାନ୍ତା କିଛି ଶ୍ରମ। ଯେତେ କି ମନ ଅସନ୍ତୋଷ, କହିବି ଶୁଣ ଉପଦେଶ। ଯେବେ ଜିହ୍ୱା ବାକ୍ୟ ଶ୍ରମ, ନ କରେ କୃଷ୍ଣ ଗୁଣ ଗାନ। ଯେ ବାଣୀ ଜଗତ ତାରିଣୀ, ଛାଡ଼ି ଅନ୍ୟ ଯେବେ ଭଣୀ। ତାହାକୁ ବୋଲି କାକବାଣୀ, ଯହିଁରେ ଗୋବିନ୍ଦ ନ ଶୁଣି। ନିଶ୍ଚୟ କାକ ତୀର୍ଥ ସେହି, ସେ ଜଳେ କେବା ଅବଗାହି। ପରମହଂସ ମୁନି ମେଳେ, ଯେ ଥାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟ କୃଷ୍ଣ ଗୁଣ ଗାଇ, ନିଶ୍ଚୟ ପୁଣ୍ୟ ତୀର୍ଥ ସେହି। ସେ ବାକ୍ୟ ଜନତାପ ନାଶେ, ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେତେ, ପ୍ରବନ୍ଧେ ଉଚ୍ଚାରଇ ଭାବେ। ପଦ ଦୂଷିତ ଯେବେ ହୋଇ, ସେ ବାଣୀ ସର୍ବ ପାପ ଦହି।
ଏଣୁ ସାଧପେ ନିତ୍ୟ ଶୁଣି ଅନନ୍ତ ଯଶ ଗୁଣ ଭଣି ସେ ହରି ଭାବ ଯେବା ଛାଡ଼ି ଯାଆନ୍ତି କର୍ମ ପଥ ମାଡ଼ି ଯେ ପୁଣ୍ୟ ବେଦ ମାର୍ଗେ କରେ ସକାମ ଚିତେ ଫଳ ଧରେ ହରିଙ୍କି ନ କରେ ଅର୍ପଣ ସେ ସର୍ବ ଫଳ କାରଣ ନିଷ୍କାମ ମତେ ଯେ ସନ୍ନ୍ୟାସୀ ତପସାଧନ୍ତି ବନେ ପଶି ହରି ମହିମା ଛାଡ଼ି ଯେବେ ଅତି ନିର୍ମଳ ଜ୍ଞାନ ଭାବେ ସେ କାହୁଁ ଅଶୁଭ ନାଶିବ ତପସାଧିଲା ଫଳ ଦେବ ତୁମ୍ଭେ ସ୍ୱଭାବେ ଭାଗବତ ମହାନୁଭବ ସୂଚିମନ୍ତ ସତ୍ୟବଚନ ଧ୍ରୁବ ବ୍ରତ ଏଣୁ ଅମୋଘ ତୁମ୍ଭ ଚିତ ସମାଧି କରି କୃଷ୍ଣ ପାଦେ ତାର ଚରିତ ଅନୁବାଦେ ପ୍ରବନ୍ଧ ଭାଗବତ କର ଅଖିଳ ଜନକୁ ଧର ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ ବିଷ୍ଣୁ ଭକତି ଲାଭ ଛାଡ଼ି ତ୍ରିବର୍ଗ ମଧ୍ୟରେ ଲୋଭ ବଢ଼ି ତାହାର ସୁଖ ଲେଶ ନାହିଁ ସମୁଦ୍ରେ ଯେହ୍ନେ ନାବ ଥାଇ ଜଳ ପବନ ମେଘ ବଳେ କୂଳେ ନ ଲାଗି ଭାସେ ଜଳେ ତାହାଙ୍କ ଗତି ସେହି ମତ ଶୁଣ ହେ ପରାଶର ସୁତ ସ୍ୱଭାବେ ମୂଢ଼ ସେହି ଜନ ବ୍ୟର୍ଥ ତାହାର ଜୀବନ ତୁମ୍ଭ ବଚନେ ମତି ଭ୍ରମ ସେ ତାକୁ ବିଚାରି ସ୍ୱଧର୍ମ ସାଧୁଙ୍କ ସଙ୍ଗେ ନ ବସନ୍ତି ଜଗତେ ନାହିଁ ତାଙ୍କ ଗତି ପାପ ଆଚରି ନର ଲୋକେ ଅନ୍ତେ ସେ ପଡ଼ନ୍ତି ନରକେ ତୁମ୍ଭେ ସ୍ୱଭାବେ ବିଚକ୍ଷଣ ଭାବ ଭାବ ଭଲେ ଜାଣ ଅନନ୍ତ ପାର ବିଷ୍ଣୁ କଥା ତୁମ୍ଭେ ବର୍ଣ୍ଣନେ ସାମରଥା ନିବୃତ୍ତି ପ୍ରବୃତ୍ତି ଏ ଭାବେ ଯେ ମତେ ପ୍ରାଣୀ ନିସ୍ତରିବେ ହରିଚରିତ ଦୀପ କର ଜନକୁ ଅନ୍ଧାରୁ ଧର ଯେ ପ୍ରାଣୀ ନିଜ ଧର୍ମ ତେଜି ହରିଚରଣ ଦୃଢ଼େ ଭଜି ଭଜୁ ମରଇ ଯେବେ ଦୁଃଖ କେବେ ହେ ନ ପଡ଼େ ନରକେ ସ୍ୱଧର୍ମେ ଥାନ୍ତି ଯେବା ପ୍ରାଣୀ ହରି ଭକତି ନ ପ୍ରମାଣ ଅନ୍ତେ ତାହାଙ୍କ ଗତି ଯେତେ କିଏ ଅନୁମାନି ପାରେ ଚିତେ ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର କାଳର ବସେ ପୁଣ ପୁଣ ଏ ଭବ ମଧ୍ୟରେ ଭ୍ରମଣ ପୂର୍ବବର୍ଜିତ କର୍ମ ବସେ ଦୁଃଖ ସଦୃଶ ସୁଖ ଆସେ ଏ ଅଧ ଊର୍ଦ୍ଧ୍ୱ ବେନି ପଥେ ପ୍ରାଣୀଏ ଭ୍ରମନ୍ତି ନିରତେ ଯେ ଲାଭ କେହି ନ ଲଭନ୍ତି ସେ ଲାଭେ ଯାର ଚିତ ଚିନ୍ତି ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି ତାହାଙ୍କ ମଧ୍ୟରେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ ସେ ଫଳ ପାଇ ସୁଖେ ପାଇ ଭ୍ରମଣେ ଶ୍ରମ ନ ଲାଗଇ ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ କୃଷ୍ଣର ପାଦ ପଦ୍ମରସ ନିରତେ କରନ୍ତି ଯେ ଗ୍ରାସ ସେ ରସ ଛାଡ଼ି ବେକେ ମନ୍ତେ ରସେ ରସିକ ଜନ ଯେତେ ଈଶ୍ୱର ହେତୁ ଏ ସଂସାର ସଂସାରୁ ଈଶ୍ୱର ବାହାର ଯେଣୁ ଉତ୍ପତ୍ତି ସ୍ଥିତି ନାଶ ଈଶ୍ୱରୁ ହୁଇ ପ୍ରକାଶ ଏଣୁ ଲୀଳାକୁ କରିଅଛି ପ୍ରାଣୀ କି ଲୋହିବ ପ୍ରତ୍ୟକ୍ଷୀ ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର ଏ ସର୍ବ ବ୍ରହ୍ମ ଭାବେ ଜାଣି
ବେଦରେ ଅଛି ପରମାଣି ତୁମ୍ଭେ ସର୍ବଜ୍ଞ ମୁନିବର ତଥାପି କହିଲି ଯାସାର ତୁମ୍ଭେ ଯେ ଆତ୍ମା ରାମେ ରମି ଅମୋଘ ଦର୍ଶୀ ଅନ୍ତର୍ଯାମୀ ପରମ ପୁରୁଷଙ୍କ କଳା ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥେ ସ୍ୱଭାବେ ଜନ୍ମ ଯାର ନାହିଁ ମାୟା ଶୟଳେ ଦେହ ବହି ତାର ଚରିତ ଧରି ଚିତେ ପ୍ରକାଶ କର ଜନହିତେ ଏଣୁ ସେ ପୁରୁଷାର୍ଥ ସାର ଯଜ୍ଞ ତପସ୍ୟା ବେଦ ସାର ଇଷ୍ଟ ପୂଜନ ଜପ ଦାନ ଯେବେ ଭାବଇ କୃଷ୍ଣ ନାମ ତାହାଙ୍କ ଫଳ ଏ ଅଟଇ ତାବିନୁ ନିଶ୍ଚଳ ହୁଅଇ ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରି ଘୋର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା ଏ ଭାବ ପାଇଲି ଯେ ମନ୍ତେ କହିବି ତୁମ୍ଭର ଅଗ୍ରତେ ପୂର୍ବେ ମୁଁ ଦକ୍ଷ ସାପ ପାଇ ଜନିଲି ଦାସୀ ପୁତ୍ର ହୋଇ ବ୍ରାହ୍ମଣ ଘରେ ସେ ଏକାକୀ ମୋହର ଜନନୀ ସେବକୀ ବ୍ୟାପାର କରେ ରାତ୍ର ଦିନେ ଏମନ୍ତେ ବିଧିର ବିଧାନେ ସେ ବିପ୍ର ଗୃହେ ବର୍ଷା କାଳେ ଅତିଥି ବ୍ରାହ୍ମଣେ ମିଳିଲେ ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବହି ହେ ବିପ୍ରେ ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ ତୁମ୍ଭର ଦୟା ଦେବେ ମୋତେ ମୋ ଘରେ ରୁହ ଦିନା କେତେ ଦୁର୍ଗମ ବର୍ଷା ମାସ ଚାରି ଏ ଋତୁ ମୋର ଘରେ ସାରି ହେଉ ବୋଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ ବାଳୁତ ଚଞ୍ଚଳତା ଚିତ ଛାଡ଼ି ମୁଁ ସେବେ ଅବିରତ ସେ ବିପ୍ର ଗଣେ ମୋତେ ଚାହିଁ ଆଶ୍ୱାସ କଲେ ଦୟା ବହି ସମଦର ସିଜେଣୁ ସର୍ବେ କୃପା ସେ କଲେ ମୋର ଭାବେ ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଚିଷ୍ଟ ଥାଇ ଯେତେ ତାହା ଭୁଞ୍ଜଇ ନିତ୍ୟ ମୁହିଁ ଅନ୍ୟ ଭୋଜନ ନ ଜାଣଇ ଉଚ୍ଚିଷ୍ଟ ଭୋଜନ ପ୍ରସାଦେ ମୋହର ଚିତ୍ତୁ ଅପ୍ରମାଦେ ବିପ୍ରଙ୍କ ମୁଖ ହରିବାଣୀ ତାହାଙ୍କ ଅନୁଗ୍ରହେ ଶୁଣି ପାଦକୁ ପଦ ଗୀତ ସ୍ୱରେ ସେ ବାଣୀ ମୋର ମନେ ସ୍ଫୁରେ ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ କୃଷ୍ଣ ହୁଁ ମାନ ନ ଜାଣଇ ବିଷୟ ରସ ଆଉ କାହିଁ ଯେଣୁ ଏ ସଦରସ ପୁଣ ପ୍ରାଣୀଙ୍କ ହୃଦୟ କଳ୍ପିତ ଆପଣା ଅଜ୍ଞାନ ସେ ଅଟେ କେବେ ସତ୍ୟ ସେ ନ ଘଟେ ମୁହିଁ ଦେଖଇ ବାହ୍ୟ ଅନ୍ତେ ହରି ନାହିଁ କେ ଜଗତେ ଏମନ୍ତେ ବରଷା ସରିଲା ଶରଦ ଋତୁ ପ୍ରକାଶିଲା ସାତ୍ତ୍ୱିକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ ମୋହର ସେବା ଦିନୁ ଦିନେ ଦେଖି ସନ୍ତୋଷ ବିପ୍ରଜନେ ଜାଣିଲେ ଶୁଦ୍ଧ ସତ୍ୱ ରୂପେ ଫକତି ଜାତ ମୋର ଚିତେ ଯିବାର ବେଳେ ମୋତେ ରାଇ କୃଷ୍ଣ ସାଧନ ଶିକ୍ଷା ଦେଇ ସର୍ବ କହିଲେ ମୋର କର୍ଣ୍ଣେ ଦିନ ବତ୍ସଳ ମୁନି ଜନେ ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ କୃଷ୍ଣେ ଅର୍ପିତ ଏଣୁ କର୍ମ କଲେ ତୁଟଇ ଭବ ଭ୍ରମ ଆତ୍ମାରେ ଜ୍ଞାନ ପ୍ରକାଶଇ କୃପାପ ମାନ କ୍ଷୟ ଯାଇ ଯାହା ଭୋଜନେ ବ୍ୟାଧି ଜାତ ତହୁଁ କେବେ ନୋହେ ଶାନ୍ତ ମିଶିଲେ ସେ ଅନ୍ୟ ଦ୍ରବ୍ୟରେ ତେବେ ବ୍ୟାଧିକୁ ନାଶ କରେ ଯେ କର୍ମ ସଂସାର କାରଣ
ସେ ନୁହେଁ ତାହାର ବାରଣ। ହେଲେ ଈଶ୍ୱରେ ସମର୍ପଣ ବିନା ସେ କର୍ମର ବନ୍ଧନ। ଏଣୁ ଗୋବିନ୍ଦର ସତେଜି ଯେବେ ବିଷୟରେ ସେ ମଜି। ସେ କାହୁଁ ତରିବ ସଂସାରେ ପଡ଼ଇ ଘୋର ଅନ୍ଧକାରେ। ଏ ଭବ ମଦେ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି। ଭକତି ଯୋଗ ଜାତ ହୋଇ ଜ୍ଞାନ ଅଧୀନ ତାର ହୋଇ। ଯେବେ ସକଳ କର୍ମ କରି ବିଷ୍ଣୁ ଅର୍ପଣ ମନେ ଧରି। ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ। ମୁଖେ ଉଚ୍ଚାରି ମନେ ସ୍ମରି ସେ ଭକ୍ତି ଯୋଗେ ଅଧିକାରୀ। ଅରୂପ ବ୍ରହ୍ମ ମନେ ସ୍ମରି ଯେତିତେ ତାଙ୍କ ନାମ ଧରି। ଶ୍ରୀ ବାସୁଦେବ ଯେ ପ୍ରଦ୍ୟୁମ୍ନ ଯେ ଅନିରୁଦ୍ଧ ସଂକର୍ଷଣ। ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି। ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି କୃଷ୍ଣ ଦେହେ। ହେମନ୍ତେ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ। ସେ ହରି ମୋତେ ଜ୍ଞାନ ଦେଲା ଅଶେଷ ଦୁଃଖ ପାରି କଲା। ଏବେ ହୋ ଶୁଣ ମୁନିବର ହରିଚରଣେ ମନ ଧର। କୃଷ୍ଣର ନାମ ଯଶ ଯେତେ ପ୍ରାଣୀ କି କହ ଭାଗବତେ। ଯେଣେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଜୀବ ଦୂର। ବିଷୟ ଦୁଃଖୀ ପ୍ରାଣୀଙ୍କର ଅନ୍ୟଥା ଗତି ନାହିଁ ଆର। ସେ ଏବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିଣୀ। ହେମନ୍ତ ବ୍ୟାସ ଆଗେ କହି ବୀଣା ବଜାଇ କୃଷ୍ଣ ଗାଇ। ସେ ମୁନିବର ପାଦ ଯୁଗେ ସୁଜନେ ନମ ଅନୁରାଗେ। ହୋଇବ ଭବ ବନ୍ଧୁନାଶ କହଇ ଦାସ ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहंस्या संहिताया प्रथमस्कन्धे व्यास नारद संवादे नाम पंचमोऽध्याय। ओम नमो भगवते वासुदेवाय।